ওএম মাধ্যমে অপারেশন মোবিলাইজেশন মাধ্যমে বা দেন ওএম পরে ইইউ ইভাঞ্জেলিকাল স্টুডেন্টস অফ ୟୁନିୟନ যেটা ରହିଛି ତା ମାଧ୍ୟମରେ କାମ କରୁଥିଲି। ତ ପ୍ରଚାର ଷ୍ଟୁଡେଣ୍ଟ ଲାଇଫ ପ୍ରଚାରର କାହାଣୀ ତା ସହିତ ବୈବାହିକ ଜୀବନ ପରେ ଗୋଟେ ଘଟଣା ଲିଙ୍କ କରୁଛି। ତ ପ୍ରଭୁ ମତେ ଅନୁଗ୍ରହ କରିଛନ୍ତି ଆଉ ସେତେବେଳେ ମାଇଟିଲି ବ୍ୟବହାର କରୁଥିଲେ କୋଟପାଡ ଚର୍ଚ୍ଚରେ। ଆମେ ବିଶପ କନ୍ଦପାନ ଯେତେବେଳେ ସାର୍ ବଞ୍ଚିଥିଲେ ତାଙ୍କର ପୁଅ ମାନେ ଐକ ତାପରେ ଆଉ କଣ କଣ ସୁନା ସବୁ ଜଣେ ଆଡଭୋକେଟ ଆଉ ତାପରେ ଏମିତି ସବୁ ଖୋସଲା ସାର୍ ତାଙ୍କର ଜ୍ୱାଇଁ ତ ଆମର ସହିତ ତାଙ୍କର ପୁଅ ଝିଅମାନଙ୍କର ସହିତ ଚିହ୍ନା ପରିଚୟ ହେଲା। ବିଶପ ସାର୍ ଚିହ୍ନା ପରିଚୟ କରିଦେଲେ। ତ ଆମେ ସେଠି ରହିକିରି ତାଙ୍କ ସହିତ ସେବା ଉପାସନା କରୁ ଆଉ ଆମେ ତାପରେ ଦିନ ବେଳେ ବିଭିନ୍ନ ଜାଗାକୁ ଯାଉ। ସ୍ପେଶାଲି ଯେତେବେଳେ କୋଟପାଡ ଥିଓଲୋଜିକାଲ କଲେଜରେ ଆମେ ଯାଇ ପ୍ରଚାର କରୁଥିଲୁ। ତ ଯେହେତୁ ମୁଁ ନନ୍ ଓଡ଼ିଆ ଥିଲି ଆମର ଟିମ୍ ଲିଡର ଡିଭି ହୃଦୟ ସାର୍ ଆମକୁ ମତେ ପ୍ରାୟ ସଦାବେଳେ ପ୍ରଣବ ତମେ ଟିକେ ସେୟାରିଂ କରିବ। ଠିକ ଅଛି ପ୍ରଭୁ ଯଦି ଅନୁଗ୍ରହ କରୁଛନ୍ତି ଠିକ ଅଛି। ତୁମ ମନେ ଅଛି ଦ ହାର୍ଟ ଅଫ ମ୍ୟାନ୍ ବିଷୟରେ ତାର 5ଟା 6ଟା ଷ୍ଟେପ ଅଛି। ତ ସେ ଭିତରୁ ପରିତ୍ରାଣ ଏବଂ ନ୍ୟୁ ଲାଇଫ ବିଷୟରେ ଆମେ ଡିସ୍କସନ କରୁଥିଲୁ। ଆଣ୍ଡ ମୋର ଟ୍ରାନ୍ସଲେଟର ଥିଲେ ପ୍ରବୀର କୁମାର ପରିଡ଼ା ଆଣ୍ଡ ଅରୁଣ ପ୍ରଧାନ ବୋଲିକି ଜଣେ ମଣ୍ଡାପଡ଼ାର। ତ ଏମାନେ ମତେ ହେଲ୍ପ କରୁଥିଲେ ଟ୍ରାନ୍ସଲେସନରେ। ତ ଏମିତି ପ୍ରଚାର କରୁ କରୁ ପ୍ରଭୁ ପବିତ୍ର ଆତ୍ମାଙ୍କର ଶକ୍ତିରେ ବ୍ୟବହାର କରୁଛନ୍ତି ଡିମନ କାଷ୍ଟିଂ ଆଉ ଆତ୍ମା ଜିଣିବା। ତ ପ୍ରଭୁଙ୍କ ନିକଟରେ ଏବେ ବି ମୁଁ ପ୍ରାର୍ଥନା କରେ ପ୍ରଭୁ ମୁଁ ଆଉ କିଛି ଚାହେଁନି ମୋ ଜୀବନରେ ମତେ ମୂଷାଙ୍କ ଭଳି ନମ୍ରତାର ଜୀବନ ଦିଅ ଆଉ ପବିତ୍ରତାର ଜୀବନ ଦିଅ। ଏଣ୍ଡ ଅଫ ଦ ଡେ ମୁଁ ଯେପରି ତୁମର ସହିତ ରହିପାରିବି ଆଉ ମୋର କିଛି ଦରକାର ନାହିଁ। ଏବେ ବି ଏଇ ଲାଇଫରେ ମଧ୍ୟ ମୋର ସେଇ ପ୍ରାର୍ଥନା ଅଛି। ଆଉ ପ୍ରଭୁ ଅନୁଗ୍ରହ ଆଉ ଦ୍ୱିତୀୟ ବିଷୟ ପ୍ରଭୁ ମତେ ପବିତ୍ର ଆତ୍ମାଙ୍କର ବିଭିନ୍ନ ଦାନରେ ଏବଂ ବିଭିନ୍ନ ପବିତ୍ର ଆତ୍ମାଙ୍କ ଶକ୍ତିରେ ମତେ ଅଭିଷେକ କରି তুমি তোমার রাজ্য ধার্মিকতা নিমন্তে ব্যবহার করো শুধু অনেক হজিଯିବା আত্মা যেମିତି রক্ষা পাইব। এন্ড প্রভু ব্যবহার କରୁଛନ୍ତି କରିଥିଲେ ମଧ୍ୟ। ତ କୋଟପାଡ ଚର୍ଚ୍ଚ ଯେତେବେଳେ ଠିଆ ହେଇକି ପ୍ରଚାର କରୁଛି ବହୁତ ଲମ୍ବା ଚର୍ଚ୍ଚ ସେଟା ଆଉ ଏକଦମ ଯୁବା ଯୁବତୀ ମାନେ ଭର୍ତ୍ତି ହେଇକି ଅଛନ୍ତି। ତ ଯେତେବେଳେ ବାକ୍ୟ ପ୍ରଚାର ହଉଛି ଜଣେ ଉଠିକିରି କହିଛନ୍ତି ଆଉ ସହ୍ୟ କରିପାରୁନି। ତ ପୁରା ପବିତ୍ର ଆତ୍ମା କ୍ଲିୟରଲି ମାନେ କହୁଛନ୍ତି ତା ଭିତରେ ଗୋଟେ କଳା ମାନେ ସାଇଟାନିକ ସ୍ପିରିଟ ଅଛି ତାକୁ ଧମକ ଦିଅ। ଆଉ ମୁଁ ତ ଅଛି ପୁଲପିଟରେ ଆଉ ସେ ଲୋକ ଅଛି କମ ସେ କମ ମୁଁ ଯଦି ଏବେ କହୁଛି 15 କି 18 ଫୁଟ ଦୂରରେ। ଆଉ ଯେତେବେଳେ ତାକୁ ଧମକ ଦିଆଗଲା ପ୍ରଭୁଙ୍କ ନାମରେ ଦୁମ କରି ପଡିଗଲା। ସେଇ ଜାଗାରେ ପଡିଗଲା ପରେ ବହୁତ ଶବ୍ଦ ମୁଁ ଭାବିଲି ମୁଣ୍ଡ ଫୁଣ୍ଡ ଫାଟିଗଲା। ତ ଆମେ ବି ତ ପାଖକୁ ଗଲୁ ଦେଖିଲି ନିଶ୍ୱାସଟା ଅଛି ବଞ୍ଚିକି ଅଛି ମାତ୍ର ଶବ୍ଦ ହଉଛି। ତ ଆମେ କହିଲୁ ଛାଡି ଦିଅନ୍ତୁ କେହି ଛୁଆଁଛୁଇଁ କରନ୍ତୁ ନାଇଁ। ତାପରେ ଆମେ ସେଇଠି ଠିଆ ହେଇକି ପ୍ରାର୍ଥନା ହୃଦୟ ଭାଇ ଥିଲେ ପ୍ରାର୍ଥନା କରି ଆମେ ପଳେଇ ଆସିଲୁ। କିଛି ସମୟ ପରେ ସେ ଉଠିଲେ। ଏନିୱେ ସକାଳ ବେଳା ମିଟିଂ ତ ସରିଗଲା। ସକାଳ ବେଳା ଆଉ ଦଳେ ଆମେ ଯୋଉ ଜାଗାରେ ଥିଲୁ ସେ କୋଟପାଡରେ ଗୋଟେ ଗେଷ୍ଟ ହାଉସରେ ଦଳେ ଦଳେ ଯୁବା ଯୁବତୀ ମାନେ ଆଉ ଆସୁଛନ୍ତି। ଆସିକିରି ସେ ଆମର ହୃଦୟ ଭାଇ ବସିଛନ୍ତି ବାରଣ୍ଡାରେ। ଆଜି ଗତକାଲି ଯିବାକୁ ସେ ପ୍ରଚାର କରୁଥିଲେ ଆମେ ଟିକେ ସାକ୍ଷାତ କରିବାକୁ ଆସୁଛୁ ବୋଲିକିରି। ତ କଣ ପାଇଁ ଟିକେ ଦେଖା କରିବୁ। ମୁଁ ଭିତରେ ଥିଲି ଶୁଣିଦେଲି ମତେ ଗୋଟେ ଭୟ ହେଲା ଏମାନେ ପିଟାପିଟି କରିବାକୁ ଆସିଛନ୍ତି। ଗତକାଲି ପ୍ରଚାର ଶୁଣିଛନ୍ତି ମତେ ପିଟିବେ ମାରିବେ ମୁଁ ଲୁଚି ଯାଇଛି ଯାଇକିରି। ତ ହୃଦୟ ଭାଇ ମତେ ଯାଇକିରି କହୁଛନ୍ତି କାଲି କଣ ବାକ୍ୟ ସବୁ କହିଲ କଣ କଲ ଆଜି ତୁମକୁ ଖୋଜିବାକୁ ଆସିଛନ୍ତି ସେମାନେ ପିଟିବେ। ମୁଁ କଣ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିଛି ମୁଁ କଣ କହିଛି। ତ ଜୀବନରେ ତାପରେ ତ ହୃଦୟ ଭାଇ କଣ କେମିତି ମ୍ୟାନେଜ କଲେ ମୁଁ ଜାଣିନି। ଆଣ୍ଡ ଦେନ୍ ତାପରେ କଣ ହେଲା ନା ଆମେ ସବୁ ପାପ ସ୍ୱୀକାର କରିବୁ। ଆମ ଜୀବନର ଭୁଲ ତ୍ରୁଟି ପ୍ରଭୁ ଜଣାଇଲେ ଆଉ ପ୍ରଭୁ ଆମମାନଙ୍କ ଜୀବନରେ ଅନେକ ପ୍ରକାର ମନ୍ଦତା ସବୁ ଦେଖାଇଲେ ଆଜ୍ଞାଙ୍କ ଦ୍ଵାରା ଆଉ ଆମେ ସେଟା ସ୍ୱୀକାର କରୁନା। ସେ କ୍ଷମା ଦେଇପାରିବନି ସେ ତ ମନୁଷ୍ୟ। କିନ୍ତୁ ତମେ ଯୀଶୁଙ୍କ ନିକଟରେ ସ୍ୱୀକାର କର ବୋଲି ସେମାନଙ୍କୁ ନେଇକିରି ପୁଣି ଗୋଟେ ସେଠି ଗୋଟେ ସ୍ମଲ ସିଟିଂ ହେଲା।
तापर प्रभु से आशीर्वाद जीवने এটা গোটে বড় আশ্চর্য বিষয় যে প্রভু জীবনের মু অনুভব করলি যে প্রভু মু সে নয়া বিশ্বাসী যদিও ডরি যাচ্ছি কিন্তু প্রভু মো জীবନରେ অনেক অনেক দুরাবস্থারু সেই কোরাপুট অঞ্চলরে প্রভুଙ୍କର গৌরব ପାଇଁ କହୁଛି ବିଭିନ୍ନ ଚର୍ଚ୍ଚରେ ଆମେ ଯେତେବେଳେ କାମ କରୁଥିଲୁ କିଏ ଜନ୍ ଦ ବ୍ୟାପ୍ଟିଷ୍ଟ କିଏ କହିଲେ ଜୋହନ କିଏ କହିଲେ କଣ ଜେରେମିୟ କିଏ କହିଲେ ହଉଛି କଣ ସେଟା ସାଧୁ ପାଉଲ ଆମ ପାଖକୁ ଆସୁଛନ୍ତି ତ ମୁଁ ଜାଣିନି ଆକ୍ଚୁଆଲି ତାର ମିନିଂ କଣ ଏତେ ଡିପ୍ ମଧ୍ୟ ମୁଁ ନଥିଲି ସେତେବେଳେ ତ ଏବେ ସେଗୁলো ବେଳେବେଳେ ମୋର ମନେ ପଡୁଛି କୋଉ ପ୍ରକାର ଭାବରେ ଏବଂ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ଘଟିଥାଏ ସେ ଜିଏଲସି ଚର୍ଚ୍ଚରେ ବହୁତ ମାନେ ଦୁଃଖର ସହିତ କହୁଛି ବହୁତ କଦର୍ଯ୍ୟ ସମସ୍ତ ବିଷୟ ଗୁଡା ଆମେ ଦେଖିଲୁ ବା ଦେଖିଛୁ ଯୋଉଟା କି ଆସ୍ତେ ଆସ୍ତେ ପ୍ରଭୁ ପରିବର୍ତ୍ତନ କରୁଛନ୍ତି ଆଣ୍ଡ ଆମକୁ ପ୍ରଭୁ ସେ ସମସ୍ତ ଡେଞ୍ଜରସ୍ ପରିସ୍ଥିତିରୁ ଆମ ଜୀବନକୁ ଆମର ଟିମକୁ ପ୍ରଭୁ ରକ୍ଷା କରିଛନ୍ତି ସେକେଣ୍ଡ ବିଷୟ ଗୋଟେ କହୁଛି ଆମେ ଫୁଲବାଣୀ ଯାଉଥିଲୁ ସେତେବେଳେ ମୋର 4 ହ୍ୱିଲର ଥିଲା ୱାଗନର ତ ମୁଁ ଚଲେଇକିରି ଫେରୁଛି ମୋର ସହିତ ଆଉ ଜଣେ ପାଳକ ତାଙ୍କ ପରିବାର ଆଉ ଜଣେ ମୋର ସହକର୍ମୀ ଶିଶିର କୁମାର ବୋଲିକିରି ସେ ଆମ ସହିତ ଥିଲେ ରାତି ହେଇଯାଇଛି ତ ମତେ ଟିକେ ଟିକେ ଟାୟାର୍ଡ ଲାଗୁଛି ତ ଉତ୍ତମ ଯେ ସେ ବହୁତ ଭଲ ମୋଠୁ ବି ଭଲ ଡ୍ରାଇଭିଂ କରେ ସେ ମତେ କହୁଛନ୍ତି ସାର୍ ଆପଣ ଟିକେ ଏଇ ନୟାଗଡ଼ ପର୍ଯ୍ୟନ୍ତ ଚାଲନ୍ତୁ ବା 10 ପଲ୍ଲା ପର୍ଯ୍ୟନ୍ତ ତାପରେ ମତେ ଦେଇଦେବେ ମୁଁ ଚଲେଇବି ଠିକ ଅଛି ତ ଗୀତ ଗାଇ ଆମେ ମାନେ ଗୀତ ଚଲେଇ ଦେଇଛୁ ଗୀତ ଶୁଣି ଶୁଣି ଆମେ ଆସିଛୁ ହଠାତ୍ ମୁଁ ଦେଖିବାକୁ ପାଉଛି ଗୋଟେ ନୂଆ ଗାଡିଟା ମୋ ଆଡକୁ ମାଡି ଆସିଛି ମୁଁ ପୁରା ଡେଡ୍ ସ୍ଲୋ ମାନେ 20 କାରରେ 20 ଯିବାଟା ତ ବହୁତ ସ୍ଲୋ ମାନେ ତଥାପି କେୟାରଫୁଲି ଧୀରେ 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 ଏକ୍ସଲେଟର ଦବାଇକିରି ଆଗକୁ ଯାଉଛି ହଠାତ୍ କରି ଆସିକିରି ମାରି ତ ଦେଲା ପୁରା ଫ୍ରଣ୍ଟ ଟୁ ଫ୍ରଣ୍ଟ ମୁଁ କୁଆଡେ ଯୁଆଡେ ମୁଁ ଯାଉଛି ସେ ଗାଡି ସିଆଡେ କରି ଯୁଆଡେ ତ ମୁଁ କହିଲି ଆଜି ଆମେ ମାନେ ଗଲୁ ପ୍ରଭୁ ମୋର ଜୀବନ ଆତ୍ମା ଏବଂ ଆମେ ସମସ୍ତଙ୍କୁ ତୁମ ହାତରେ ସମର୍ପଣ କରୁଛି ଗାଡିକୁ ଏତିକି ଭିତରେ ଆସିକି ଡୋ କରି ମାରିଦେଲା ଗାଡି ଉଲ୍ଟି ଗଲା ଆମ ଗାଡି ଉଲ୍ଟି ଗଲା ତାପରେ ଏମାନେ କହିଲେ ହାय ମରିଗଲି ଗো ହେ କିଛି ର ତାପରେ ଗାଡି ତ ଉଲ୍ଟି ଯାଇଛି ଉତ୍ତମ କେମିତି କରି ବାହାରିଲା ବାହାରିକିରି ଗାଡିଟାକୁ ମତେ ବାହାର କଲେ ତାପରେ ସମସ୍ତଙ୍କୁ ଆମେ 4-5 ଜଣ ଥିଲୁ ବାହାରିଲୁ ବାହାରିକି ଗାଡିକି ସିଧା କଲୁ ଗାଡିର ଫ୍ରଣ୍ଟ ପୁରା ଚେପା ହେଇଯାଇଛି ସେ ଏମଏଲଏ ନା ଏମପିର ଗାଡି ବଲାଙ୍ଗୀରର ସେମାନେ ମଦ ପିଇ ଦେଇଛନ୍ତି ଦେଇକିରି ଗାଡିରେ ମାରିଛନ୍ତି ତାପରେ ଗାଡି ରହିଲା ପୋଲିସ ଷ୍ଟେସନରେ ଖବର ଦିଆହେଲା ସେମାନେ ଆସିକିରି କଣ କଣ କଲେ ମୁଁ ଜାଣିନି କିନ୍ତୁ ଆମକୁ ଛାଡିଦେଲେ ଆମେ ମାରୁତିକୁ ଖବର ଦେଲୁ ମାରୁତି ଯେହେତୁ ଇନ୍ସୁରାନ୍ସ ଥିଲା ସେ ଗାଡିକୁ ସେମାନେ ଟାଣିକି ନେଇକିରି ଗଲେ ତ ସେଦିନ ପୁରା ମରିବାର ଥିଲା ପୁରା ଚେପା ହେଇଯିବାର ଥିଲା କିନ୍ତୁ ପ୍ରଭୁ ଆମ ଜୀବନକୁ ରକ୍ଷା କଲେ ଏବଂ ଏତେ ଗୁଡା ପ୍ରାଣୀକୁ ମଧ୍ୟ ରକ୍ଷା କଲେ ଆମେ ଦେଖ ପ୍ରଭୁ ନିଶ୍ଚୟ କିଛି ଗୋଟେ ଉଦ୍ଦେଶ୍ୟ ଅଛି ଯେ ତୁମେ ଆମକୁ ବଞ୍ଚାଇଲ ବାଘ ମୁଖରୁ ବଞ୍ଚାଇଲ ଫୁଲବାଣୀରେ ଏଇ ଫୁଲବାଣୀକୁ ଆସୁଥିଲି ପୁଣି ଏଇ ପ୍ରକାର ଅଦ୍ଭୁତ ଗୋଟେ ଦୁର୍ଘଟଣା କେବେ ଆଶା କରିପାରୁନି ଜବରଦସ୍ତି ଆସିକିରି ଗାଡିକୁ ମୁହଁରେ ମାରିଲେ ଆମେ ତ ମରିଯିବା କଥା ଛେଚି ହେଇଯିବା କଥା ଷ୍ଟେରିଂରେ କିନ୍ତୁ ପ୍ରଭୁ ତୁମେ ଆମକୁ ବଞ୍ଚାଇଲ ତ ପ୍ରଭୁ ଆଜି ମୁଁ ଏହି ସ୍ଥାନରେ ପ୍ରତିଜ୍ଞା କରୁଛି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଯେପରି ତମର ପବିତ୍ର ଅନନ୍ତ ଜୀବନର ଚରିତ୍ରକୁ ପ୍ରକାଶ କରିପାରିବି ମୋର ଜୀବନ ଦ୍ୱାରା ମତେ ସେ ବଳ ଏବଂ ସେ ଶକ୍ତି ସେ ସାମର୍ଥ୍ୟ ପ୍ରଦାନ କର ପ୍ରଭୁଙ୍କ ନାମ ଧନ୍ୟବାଦ ହଉ ପ୍ରଭୁ ବିଭିନ୍ନ ଗାଁରେ ବିଭିନ୍ନ ଜାଗାରେ ୱେଷ୍ଟବେଙ୍ଗଲରେ ଏବଂ ଓଡ଼ିଶାରେ ବ୍ୟବହାର କରୁଛନ୍ତି ଆଉ କରିବେ ମଧ୍ୟ ଏବଂ ଆବଶ୍ୟକତା ପ୍ରଭୁ ଯୋଗାଉଛନ୍ତି ଯୋଗାଇବେ ମଧ୍ୟ ଥ୍ୟାଙ୍କ ୟୁ ଦିଦି ସୋ ମଚ୍ ଦିସ୍ ଇଜ ମାଇ ଲାଇଫ୍ ଆଣ୍ଡ ଟ୍ରୁ ଟେଷ୍ଟିମୋନି ଥ୍ୟାଙ୍କ ୟୁ Amen. Praise the Lord.